ନମସ୍କାର। ଆଜି କରିବା ଆମେ ଆସନ ଉଷ୍ଟ୍ରାସନ, ଅର୍ଦ୍ଧଚନ୍ଦ୍ରାସନ। ଉଷ୍ଟ୍ରାସନ ଓ ଅର୍ଦ୍ଧଚନ୍ଦ୍ରାସନ କରିବା ଦ୍ୱାରା ସ୍ପଣ୍ଡିଲାଇଟିସର ଲାଭ ମିଳିଥାଏ। ଆପଣ କାନ୍ଧ ବଥା ଦୂର ହୋଇଥାଏ। ତା ସହିତ ସ୍ଲିପ ଡିସ୍କ ଠିକ୍ ହେଇଥାଏ। ମେରୁଦଣ୍ଡ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ହାତ ବଥା କାନ୍ଧ ବଥାରେ ଲାଭ ହୋଇଥାଏ। ଆପଣଙ୍କର ଗେପ୍ ଆସିଯାଉଛି ସ୍ପାଇନ୍ କୋର୍ଡରେ, ତାହା ବି ଦୂର ହୋଇଥାଏ। ତାହେଲେ ଆସନ୍ତୁ କରିବା। ବସିଯିବା ବଜ୍ରାସନରେ, ଉଠିଯିବା ଏହିପରି ଭାବରେ। ହାତ ଗୁଡ଼ିକ ରଖିବା, ଶ୍ୱାସ ନେଇ ଆସ୍ତେ ଆସ୍ତେ ପଛକୁ ଯିବା। କିଛି ସମୟ ରହିବା, ଶ୍ୱାସ ନେଇ ସିଧା, ଫେର ଆଉ ଥରେ ଠିକ୍ ସେଇ ପ୍ରକ୍ରିୟାକୁ ଦୋହରାଇବା। ଗୋଡ଼ ରହିବ ଏହିପରି ଭାବରେ। ଉଷ୍ଟ୍ରାସନ ସେହି ଲାଭ ମିଳିଥାଏ। ଶ୍ୱାସ ନେଇ ପଛକୁ ଯାଇକି ଦୁଇଟା ବେଡ଼ିକୁ ଦୁଇଟା ହାତରେ ଧରି ପାଉଛି। ଭାବରେ ଆପଣ ଦେଖିପାରୁଥିବେ। ଏହିପରି ଯଦି 4-5 ଥର କରନ୍ତି ତାହେଲେ ଆପଣ ସ୍ପଣ୍ଡିଲାଇଟିସରେ ନିଶ୍ଚିତ ଭାବରେ ଲାଭ ମିଳିଥାଏ। ତା ସହିତ ଆପଣମାନଙ୍କର ମେରୁଦଣ୍ଡର ସମସ୍ତ ସମସ୍ୟା ଦୂର ହୋଇଥାଏ। ଆଜିକାଲି ପ୍ରାୟ ଅଧିକାଂଶ ବ୍ୟକ୍ତିକୁ ଏହି ସମସ୍ୟା ରହୁଛି। ଏହି ସମସ୍ୟାର ସମାଧାନ ଆମେ ଏହିପରି ଭାବରେ କରିପାରିବା ଏହି ଆସନ ମାଧ୍ୟମରେ। ତାହେଲେ ରହୁଛି।